ଧନର ଆଦର ହେଉ। ଦୀପାବଳିରେ ସମସ୍ତଙ୍କ ଘରେ ଲକ୍ଷ୍ମୀଙ୍କର ପୂଜା ହୋଇଥାଏ। ଏହା ଆମର ଧନ ପ୍ରତି ଥିବା ସମ୍ମାନର ନିଦର୍ଶନ। ଆପଣ ସେହି ଧନ ପ୍ରତି ଉନ୍ମୁକ୍ତ ରହନ୍ତି। ଲକ୍ଷ୍ମୀଙ୍କ ପ୍ରତି ଆଦର ଏହା ଦର୍ଶାଏ ପଇସା ଆପଣଙ୍କ ଜୀବନରେ ଆସୁ। ନୋଟକୁ ଯଦି କାଗଜ ପୁଡ଼ିଆ ଭାବି ପକେଟରେ ଜାକି ଜୁକି ରଖୁଛନ୍ତି, ତେବେ ଆପଣ ତାର ଅନାଦର କରୁଛନ୍ତି। ପଇସାକୁ ସମ୍ଭାଳି ପର୍ସ ଭିତରେ ରଖିବାର ଅର୍ଥ ଆପଣ ତାର ଆଦର କରୁଛନ୍ତି। ଏହା ଦ୍ୱାରା ଧନର କମ୍ପନ ଓ ଆପଣଙ୍କର କମ୍ପନ ଏକ ହେଉଛି। ଟ୍ୟୁନିଂ ହେଉଛି ଆମେ ଯେଉଁ ବସ୍ତୁ ପ୍ରତି ଟ୍ୟୁନ୍ ହୁଅନ୍ତି ତାହା ଆମ ଜୀବନରେ ଅବଶ୍ୟ ଆସେ। ଉଦାହରଣ, ଆପଣ ବସରେ ଯାଉଛନ୍ତି, ଟିକେଟ କଲା ପରେ କଣ୍ଡକ୍ଟର ଆପଣଙ୍କୁ 50 ପଇସା ଫେରାଇବାର ଅଛି, କିନ୍ତୁ ଖୁଚୁରା ନଥିବାରୁ ସେ ପରେ ଦେବା ପାଇଁ କହିଛି, କିନ୍ତୁ ସେ ପରେ ଫେରାଉ ନାହିଁ। ଆପଣ ଭାବନ୍ତି, ଛାଡ଼, 50 ପଇସା ନଦେଲା ନାହିଁ। ଏହା ଦର୍ଶାଏ ଯେ ଆପଣ ପଇସାର ନିରାଦର କରୁଛନ୍ତି। ଯଦିଓ 50 ପଇସା ବଡ଼ ମୂଲ୍ୟ ନୁହେଁ, ତଥାପି ଏହା ଆପଣଙ୍କର ହକ୍ ଓ ଆପଣ ଏହାକୁ କଣ୍ଡକ୍ଟରଙ୍କ ଠାରୁ ମାଗି ନେବା ଉଚିତ। ମାଗିବାରେ ଲାଜ କରିବା ଉଚିତ ନୁହେଁ। ଏହି 8 ପଇସା ଆପଣ କୌଣସି ଭିକାରୀକୁ ଦେଇପାରନ୍ତି, କିନ୍ତୁ ସେହି କଣ୍ଡକ୍ଟରଙ୍କ ଠାରୁ ନେଇ ନିଅନ୍ତୁ। ଧନ ସମ୍ବନ୍ଧରେ 13 ପ୍ରକାର ମାନ୍ୟତା। ପଇସା ରୋଜଗାର କରିବା କଷ୍ଟ। ପଇସା ନେଇ ଲୋକେ ଫେରାନ୍ତି ନାହିଁ। ପଇସା ହେଉଛି ହାତର ମଳି। ଅଧିକ ପଇସା ଅଧିକ ସମସ୍ୟା। ପଇସା ଶୈତାନ, ପଇସା ଭଗବାନ। ପଇସା ଆସେ କିନ୍ତୁ ଚାଲିଯାଏ। ଲକ୍ଷ୍ମୀ ପୂଜା ଦିନ କାହାକୁ ପଇସା ଦେବା ଉଚିତ ନୁହେଁ। ପଇସା ମିତ୍ରକୁ ଶତ୍ରୁ କରିଦିଏ। ଅଧିକ ରୋଜଗାର କରୁଥିବା ଲୋକ ଧନୀ ହୋଇଥାନ୍ତି। ହାତ ଚକି କୁଣ୍ଡାଇ ହେଲେ ପଇସା ମିଳେ। ପଇସା ଆନନ୍ଦ ସମୟ ସୀମିତ ହୋଇଥାଏ। ଏହାକୁ ବଣ୍ଟା ଯାଇପାରେ ନା। ଯାହା ପାଖରେ ଅଧିକ ପଇସା ଅଛି ସେ କମ୍ ଆଧ୍ୟାତ୍ମିକ। ପଇସା ଥିଲେ ସବୁ କିଛି କିଣିପାରିବେ। ଧନକୁ କିଛି ନୁହଁ ମାନିବା। କିଛି ଲୋକ ଧନକୁ କିଛି ନୁହଁ ମାନିଥାନ୍ତି। ସେଥିପାଇଁ ତାକୁ ମାଟି ଗୋଡ଼ି ଭାବି ଉଡ଼େଇଥାନ୍ତି। ଏମାନେ ଦାୟିତ୍ୱହୀନ, ବେପରୁଆ ଓ ନିର୍ବୋଧ ହୋଇଥାନ୍ତି। ସେମାନେ ପଇସାର ଉପଯୋଗିତା ସମ୍ବନ୍ଧରେ କେବେ ହେଜ କରନ୍ତି ନାହିଁ। ଏଇ 100 ଟଙ୍କା ନିଅ ଓ କୁହ ତୁମର ଦଶା ଏମିତି କେମିତି ହେଲା। ଉତ୍ତରରେ ଭିକାରୀ କହିଲା, ମୁଁ ବି ଦିନେ ତୁମ ପରି ଧନୀ ଥିଲି, ହେଲେ ଏଇମିତି ଭିକାରୀକୁ ପଚାରି ପଚାରି ମୋର ସବୁ ପଇସା ଉଡ଼େଇ ଦେବାରୁ ଆଜି ଏଇ ଅବସ୍ଥାରେ ପହଞ୍ଚିଛି। ମଣିଷ ଏଇମିତି ପଇସାର ଅପବ୍ୟୟ କରିଥାଏ ଯେ ଜୀବନରେ ଘଟିଥିବା ଘଟଣାବଳୀରୁ ହୋଇଥିବା ଅନୁଭୂତି ଗୁଡ଼ିକ ଯୋଗୁଁ ଆମର ବ୍ୟବହାରରେ ପରିବର୍ତ୍ତନ ଆସିଥାଏ। ଜଣଙ୍କ ସହ ଆମ ସମ୍ପର୍କର ଅନୁଭୂତି ଯଦି ଅନୁକୂଳ ହୁଏ, ତେବେ ତା ପ୍ରତି ଆମର ମନୋବୃତ୍ତି ସକାରାତ୍ମକ ହୋଇଉଠେ। କିନ୍ତୁ ସମ୍ପର୍କ ଆନନ୍ଦଦାୟକ ନହେଲେ ଆଭିମୁଖ୍ୟ ନକାରାତ୍ମକ ହୋଇଯାଏ। ଜୟ ଶ୍ରୀ ଜଗନ୍ନାଥ।